ଆଜି ସକାଳୁ ବର୍ଷା ରାଣୀ ଢାଳୁଥିଲା ଆକାଶରୁ ବରଷା ପାଣି। ବର୍ଷାକୁ ଦେଖିଲେ ଆଦି ବାବାଙ୍କର ଭିଜିବାକୁ ମନ ହୁଏ ବୋଲି ବାହାରକୁ ନ ଛାଡି ତାଙ୍କୁ କାଖ କରିଦେଲେ। ଏଇ ବର୍ଷାରେ ମଣିଷ ଏବେ କି କାମ କରିବ ତ କୁହ? ଆଦି ବାବାଙ୍କୁ କହିଲି ଯାଅ ପାଠ ପଢିବ ମିଶି ବାବାଙ୍କ ସହ। ବାପ ପୁଅଙ୍କର ଚାଲିଥିଲା 24 ପଣିକିଆ ଘଷା। ଗାଧେଇ ପାଧେଇ ଆସି ସକାଳର ଜଳଖିଆରେ ଚାହା ଚୁଡା ଭଜା ଖାଇଲି ମୁଁ, କାହିଁକି ନା ଆଜି ଥିଲା ବୋଉଙ୍କର ମଙ୍ଗଳବାର ଓଷା। ଚାହା ଢୋକେ ଢୋକେ ପିଇ ପକଉଥିଲି ଚୁଡା ଭଜା ପାଟିକୁ। ତାପରେ ଚାହା ଚୁଡା ଭଜାକୁ ଏକାଠି କରି ଆସିଲି ରୋଷେଇ ଘରକୁ ଚାମୁଚି ନବାକୁ। ଚାମୁଚି ସାହାଯ୍ୟରେ ଗରମ ଚାହାକୁ ପିଇଥିଲି ଫୁଙ୍କି। ଖାଇବା ସରିଲା ପରେ ବୋଉ କହିଲେ ଡାଲି ଘାଣ୍ଟି ବି ଆଣିଲୁ ଟିକେ ଡଙ୍କି। ତାପରେ ଶାଶୁ ମାଙ୍କର ଅର୍ଡର ଥିଲା କି ଯା ମୁନୁ ଶାଗ ପାରି ଆଣିବୁ 2 ମୁଠା। ତାପରେ ସାଙ୍ଗେ ସାଙ୍ଗେ ଆସି ଡାହି ଭାଙ୍ଗି ଦେଇଥିଲି ଗୋଟା ଗୋଟା। ହାତ ପାଉନଥିଲା ବୋଲି ଚିଆରଟେ ପକେଇ ବଢେଇଥିଲି ନଗି। ଡାଳ ଭାଙ୍ଗିଗଲା ଆଉ କଣ କରିବି, କେହି ଦେଖିବା ଆଗରୁ ଶାଗ ତୋଳିଦେଲି ବେଗି। ଦେଖନ୍ତୁ ସାଙ୍ଗମାନେ, ଗୋଟେ ନୁହେଁ 2ଟି ଡାଳ ଭାଙ୍ଗି ଦେଇଛି। ବୋଉ 2 ମୁଠା କହିଥିଲେ ମୁଁ ମୁଠେ ଶାଗ ମାତ୍ର ତୋଳି ନଉଛି। ବୋଉଙ୍କୁ ଆସି କହିଲି ବୋଉ ଡାଳ 2ଟା ଭାଙ୍ଗିଗଲା। ବୋଉ କହିଲା ଆଉ ବ୍ୟସ୍ତ ହେନା, ସେ ପୋକ ଖାଇଯାଇଥିଲା। କଥା ଶୁଣି ମୁଣ୍ଡରୁ ବୋଝଟା ଓହ୍ଲେଇ ଗଲା। ଖୁସିରେ ଖରାବେଳ ପାଇଁ ଶାଗ ସନ୍ତୁଳା ବନିଆ। ନିଶ୍ଚିନ୍ତ କରନ୍ତୁ। ଜୟ ଜଗନ୍ନାଥ।